ଦିନେ ପୂଜାରାଣୀ ଏବଂ ନାଟୁରାମ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ବ୍ୟାଙ୍କରୁ 5,000 ଟଙ୍କା ଉଠାଇ ଆଣି ଗୋଟିଏ ବ୍ୟାଗରେ ରଖିଲେ। ହଠାତ୍ ଜଣେ ଚୋର ଆସି ନାଟୁରାମର ବ୍ୟାଗକୁ ନେଇ ପଳାଇଲା। ତାପରେ ନାଟୁରାମ ବସି କାନ୍ଦିଲା। ପୂଜାରାଣୀ ପୋଲିସକୁ ଫୋନ କଲା। ପୋଲିସ ସଙ୍ଗେ ସଙ୍ଗେ ଆସି ପହଞ୍ଚିଲା ଆଉ ନାଟୁରାମକୁ ପଚାରିଲା, ତମେ ଆଜି ବ୍ୟାଙ୍କ ଆସିବ ବୋଲି କିଏ କିଏ ଜାଣିଛନ୍ତି? ନାଟୁରାମ କହିଲା, ମୁଁ ବ୍ୟାଙ୍କ ଆସିବି ବୋଲି ମୋର ସାଙ୍ଗ ଜଟିଆ, ଗାଣ୍ଡୁରାମ ଏବଂ ସୋନରାମ ଜାଣିଛନ୍ତି। ପୋଲିସ ସଙ୍ଗେ ସଙ୍ଗେ 3 ଜଣଙ୍କୁ ପୋଲିସ ଷ୍ଟେସନକୁ ଡାକିଲା ଆଉ 3 ଜଣ ମଧ୍ୟ ଆସିଲେ। ଆଉ ପୋଲିସ ପ୍ରଥମେ ସୋନରାମକୁ ପଚାରିଲା, ନାଟୁରାମ ଯେତେବେଳେ ବ୍ୟାଙ୍କ ଯାଇଥିଲା ତମେ କ'ଣ କରୁଥିଲ? ସୋନରାମ କହିଲା, ପୂଜାରାଣୀ ସହିତ ମୁଁ ବାହାରକୁ ବୁଲିବାକୁ ଯାଇଥିଲି। ତାପରେ ପୋଲିସ ଗାଣ୍ଡୁରାମକୁ ପଚାରିଲା। ଗାଣ୍ଡୁରାମ କହିଲା, ମୁଁ କ୍ରିକେଟ ଖେଳୁଥିଲି। ତାପରେ ପୋଲିସ ଜଟିଆକୁ ପଚାରିଲା ଆଉ ଜଟିଆ କହିଲା, ମୁଁ ପୋଖରୀରେ ମାଛ ଧରୁଥିଲି। ବନ୍ଧୁଗଣ, ପୂଜା ନାଟୁରାମ ସହିତ ବ୍ୟାଙ୍କ ଯାଇଥିଲା, କିନ୍ତୁ ସୋନରାମ କେମିତି କହୁଛି ପୂଜା ସହିତ ବୁଲିବା ପାଇଁ ଯାଇଥିଲା। ତେଣୁ ସୋନରାମ ପୋଲିସକୁ ମିଛ କହୁଛି। ସୋନରାମ ନାଟୁରାମର ଟଙ୍କା ଚୋରି କରିଛି। ପୋଲିସ ସୋନରାମକୁ ଆରେଷ୍ଟ କଲା ଏବଂ ହାଜତରେ ଭର୍ତ୍ତି କରିଦେଲା। ଦିନେ ସୋନରାମ, ପୂଜାରାଣୀ ଏବଂ ଜଟିଆ ମେଳା ବୁଲିବା ପାଇଁ ଯାଇଥିଲେ। ମେଳା ବୁଲିବା ସମୟରେ ବହୁତ ଜୋରରେ ବର୍ଷା ହେଲା। ଆଉ ବର୍ଷା ଯେତେବେଳେ ଛାଡ଼ିଲା, ଜଟିଆ ଦେଖିଲା ସୋନରାମର ଲାଶ ପଡ଼ିଛି। ଆଉ ଜଟିଆ ସଙ୍ଗେ ସଙ୍ଗେ ପୋଲିସକୁ ଫୋନ କଲା। ପୋଲିସ ଆସିଗଲା ଆଉ ଲାଶର ଇନଭେଷ୍ଟିଗେସନ ଷ୍ଟାର୍ଟ କଲା। ପୋଲିସ ପ୍ରଥମେ ସୋନରାମର ସାଙ୍ଗମାନଙ୍କୁ ଡାକିଲା ଆଉ ସମସ୍ତେ ଆସିଲେ। ପୋଲିସ ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲା ଯେ ବର୍ଷା ସମୟରେ ତମେମାନେ କ'ଣ କରୁଥିଲ? ଗାଣ୍ଡୁରାମ କହିଲା, ମୁଁ ସେ ପାଖ ଘର ପାଖରେ ଛିଡ଼ା ହୋଇଥିଲି। ତାପରେ ଜଟିଆ କହିଲା, ମୁଁ ସେ ହୋଟେଲରେ ରହି ବର୍ଷା ଛାଡ଼ିବାରୁ ସୋନରାମକୁ ଖୋଜିଲି ଆଉ ଖୋଜୁ ଖୋଜୁ ସୋନରାମର ଲାଶ ପାଇଁ ଆପଣଙ୍କୁ କଲ୍ କଲି। ତାପରେ ପୂଜାରାଣୀ କହିଲା, ମୁଁ ସେ ଖେଳନା ଦୋକାନରେ ଠିଆ ହୋଇଥିଲି। ମୁଁ କେମିତି ଜାଣିବି ସୋନରାମକୁ କିଏ ମର୍ଡର କରିଛି? ପୋଲିସ 3 ଜଣଙ୍କର ବୟାନ ରେକର୍ଡ କଲା ଆଉ ପୋଲିସ ଜାଣିପାରିଲା ସୋନରାମର ଅସଲି ମର୍ଡରର କିଏ। କ'ଣ ସାଙ୍ଗମାନେ, ଆପଣ ଜାଣିଛନ୍ତି ସୋନରାମର ଅସଲ ମର୍ଡରର କିଏ? ଯଦି ଜାଣିଛନ୍ତି କମେଣ୍ଟ କରି ଆପଣଙ୍କ ମତାମତ ଦିଅନ୍ତୁ। ବନ୍ଧୁଗଣ, ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଆସନ୍ତୁ ଜାଣିବା ବନ୍ଧୁଗଣ, ଅସଲି ମର୍ଡରର କିଏ? ଅସଲି ମର୍ଡରର ହେଉଛି ପୂଜାରାଣୀ। କାରଣ ସୋନରାମର ଲାଶ ପାଖରେ ଗୋଟିଏ ଚୁଡ଼ି ପଡ଼ିଛି। ଏହାର ଅର୍ଥ ଯେ ପୂଜାରାଣୀର ଚୁଡ଼ି ସୋନରାମ ଲାଶ ପାଖରେ ପଡ଼ିଛି। ଗାଣ୍ଡୁରାମ କି ଜଟିଆ କେବେ ବି ଚୁଡ଼ି ପିନ୍ଧିବେ ନାହିଁ। ପୂଜାରାଣୀ ପୋଲିସକୁ ମିଛ କହିଥିଲା। ପୋଲିସ ପୂଜାରାଣୀକୁ ଆରେଷ୍ଟ କଲା ଆଉ ହାଜତରେ ଭର୍ତ୍ତି କରିଦେଲା।